हेलो माँ। हाँ मामा कुह कौन କରୁଛ? ଏବେ ଆସିଲି ଜଷ୍ଟ କଲେଜରୁ। ଭଲ ଲାଗୁନି କିଛି। କଣ ହେଇଛି? ଭଲ ଲାଗୁନି। କଣ ହେଲା? କଣ ହେଇଛି କହ ମତେ କହ। କଣ ହେଲା କୁହ? ତମେ ଚୁପ ରହ। କିଛି କରିବ ନା କରିବନି? ଏବେ କଣ ପାଇଁ ହଠାତ୍ ଏମିତି କହୁଛ? ଆମ ଘରେ ମୋ ପାଇଁ ପ୍ରସ୍ତାବ ପକେଇଛନ୍ତି। ଆରେ କଣ କରିବ ମାନେ କଣ ଜାଣିପାରୁନ କଣ କରିବ? ମନା କର। ନା ମୁଁ ଘରେ ମନା କରିପାରିବିନି। ତମେ କହ ଯାହା ବି କରୁଛ କର। ନା ଦେଖ ସେମିତି ତମେ ମତେ ଭଲ ପାଉଛ ତ? ହଁ କିନ୍ତୁ ମନା କରିପାରିବିନି। କଣ କରିବି ତାହେଲେ? ଘରେ ମନା କରିପାରିବନି କାହିଁକି? ତମେ କୁହ ତାଙ୍କ ଘରେ ବୁଝାଅ ଯେ ମୁଁ ତା ସହିତ ଖୁସିରେ ରହିପାରିବିନି। ମୁଁ ତାକୁ ସେଇ ସ୍ୱାମୀ ରୂପରେ ଦେଖି ପାରିବିନି। ସେତିକି ରେସପେକ୍ଟ ଆଉ ସେତିକି ଭଲ ପାଇବା ଦେଇପାରିବିନି। ନା ସେ ଖୁସି ରହିବ ନା ମୁଁ ଖୁସି ରହିବି। ତ ଘରେ ବୁଝାଅ। ମୁଁ ଏବେ ହଠାତ୍ କଣ କରିଦେବି କହିଲ? ଏବେ ବଟ ସେ କରିବାର ସମୟ ଅଛି ନା। ବୁଝୁଛ କି? ପଢା ସରିଲା ପରେ ସିନା କିଛି ଗୋଟେ ହବ। ମୁଁ ଏବେ କଣ କରିବି କୁହ? ତମେ ଖାଲି କହୁଛ ପଢା ପଢା ବୋଲି। ମୁଁ ଆଉ ପଢୁନି ବୋଧେ ନା? ହଁ ତ ସେଇଆ ତ ମୁଁ ଘରେ ସେଇଆ ମୁଁ କହୁନାହାନ୍ତି। ବୁଝିଗଲି ତମେ ମାମା। ବି ତ ତମେ ମତେ ଭଲ ପଢୁଛ ମୋର ପାଅନି। ପଢା ତମେ ମତେ ଭଲ ପାଅନି ମୁଁ ବୁଝିଗଲି। ତମେ ତ କିଛି କରିପାରିବନି। ଆଉ କଣ କରିବି? ଘର ଲୋକ ତ ରାଜି ହେବେ। ଚେଷ୍ଟା କରୁଛି ନା। ସବୁଥିରେ ଗୋଟେ ସମୟ ଅଛି। ଏବେ ଯାହା ପଢୁଛି ମୁଁ ସେ ସମୟ ପଢା ସମୟ ସରିଲା ପରେ ସିନା ମୁଁ ଚାକିରି ଫାକିରି କରିବି। କଲେ ମୁଁ କିଛି କରିପାରିବି। ତମ ଘରକୁ କହିପାରିବି। ଏବେ କଣ କରିବି କହିଲ? ମୁଁ ଆଉ ବେଶୀ କିଛି କହିବିନି। ତମେ ଯେବେ ସେମିତି କରିପାରିବ ମତେ କଲ୍ କରିବ। ରଖ।